গোবিন্দা সফল পুরুষ উদ্ধার হরি গোবিন্দা জনে প্রহরে দেবা গোবিন্দা শুনে শুনায় দেখছিতে গোবিন্দা জীবন মুক্ত সে বলাই গোবিন্দা সকলে উঠতে পারে যাই গোবিন্দা জগতের বারম্বার গোবিন্দা ক্ষেত্র কাহার প্রিয় গোবিন্দা সকল কর্মে আত্মদাগ গোবিন্দা বন্ধনে তার গোবিন্দা তেণু সপ্তপুরুষ উদ্ধার হয়ে যায় মা তো তেয়াশি লোক উদ্ধার করে ଯିଏ ଅଧ୍ୟାୟ ଭାଗବତ ପଢିଲା ବା ପଢାଇଲା ଅନ୍ୟମାନଙ୍କ ଦ୍ୱାରା ବା ଯୋଉ ଘରେ ପଢା କଲା ଅଥବା ଯୋଉ ଗ୍ରାମରେ ଯୋଉ ଟୁଙ୍ଗିରେ ପଢା କଲା ମାତ୍ର ଅଧ୍ୟାୟ ଭାଗବତ ବା ଗୀତା ଅଧ୍ୟାୟ ଯଦି ପଢା ଗଲା ହବ କଣ ନା ସାତ ପୁରୁଷ ଉଦ୍ଧାର ହେଇଯାଏ ସଂସ୍କୃତ ଭାଗବତରେ ବ୍ୟାସ କହିଲେ କୋଟି ଜନ୍ମ ସମୁଦ୍ରେନ ଦସ୍ବା ସମେତ ଯଜ୍ଞାନଂ ଅର୍ଥାତ୍ ଗୋଟିଏ ଜନ୍ମର ତପସ୍ୟା ନଥିଲେ ପ୍ରାରବ୍ଧ ନଥିଲେ ସଞ୍ଚିତ ପ୍ରାରବ୍ଧ କ୍ରିୟମାଣ ନଥିଲେ ଗୋଟିଏ ଭାଗବତ ସଭାରେ ବସି ହବ ନାହିଁ 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 ବୋଲ ଆନନ୍ଦ କବା ହରି ବୋଲ ଯିଏ ପଢିବ ଗୋଟିଏ ଜନ୍ମର ତପସ୍ୟାରୁ ବାପା ମା ଉଦ୍ଧାର ହେଇଯିବେ ପିତା ତାଙ୍କ ବାପା ପିତା ପ୍ରପିତା ପିତାମହ କହିଯାନ୍ତି ବୃଦ୍ଧ ପିତାମହ ପିତା ପ୍ରପିତା ପିତାମହ ଇତ୍ୟାଦି ମାତା ମାତାମୟୀ ପ୍ରପିତାମୟୀ ଇତ୍ୟାଦି ତାପରେ ଆମ ମନେ ପଡୁନି ଗୋସାଇ ନା ତୁଳସୀ ମାତା ବାପାଙ୍କର ବାପା 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 ସପ୍ତପୁରୁଷ ଛଅ ପୁରୁଷ ମହତ୍ଵ ଆଉ ଗୋଟା ନାହିଁ ନା ଜଗନ୍ନାଥ ନାଇଁ ତେଣୁ ସେଇଥିପାଇଁ ଭାଗବତ ସୁନ୍ଦର ଭାବରେ କହିଲେ ପିତୃକୁଳ ଜମାକୁ କୂଳ ଗୋବିନ୍ଦା କୂଳ